ଅନୁଷ୍ଠିତ ହେଲା ଦେବର୍ଷି ଶିକ୍ଷା ନିକେତନର 25ତମ ପ୍ରତିଷ୍ଠା ଉତ୍ସବ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସାଙ୍ଗକୁ ସଂସ୍କାର ଯୁକ୍ତ କରାଇବା ଉପରେ ଅତିଥିଙ୍କ ଗୁରୁତ୍ୱ। ବାଲେଶ୍ୱର ସହରର ଖପରାପଦାସ୍ଥିତ ଦେବର୍ଷି ଶିକ୍ଷା ନିକେତନର 25ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ସ୍ଥାୟୀ ସଭାପତି ରଞ୍ଜନ କୁମାର ସାହୁ ଆୟୋଜିତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଡିଏସ୍ଏନ୍ର ଉପଦେଷ୍ଟା ଡକ୍ଟର ସମର ବଲ୍ଲଭ ଭୋଇ, ଆଜିମାବାଦ କ୍ଲଷ୍ଟର ସିଆର୍ସିସି ଗୌର ଗୋପାଳ ଦେ ଏବଂ ପୂର୍ବତନ ସିଆର୍ସିସି ସଙ୍ଗୀତା ରଥ, ବରିଷ୍ଠ ଶିକ୍ଷକ ନରେନ୍ଦ୍ର ଅଗସ୍ତି, ଉତ୍କଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାସ, ୟୁକୋ ବ୍ୟାଙ୍କର ଅବସରପ୍ରାପ୍ତ ସିନିୟର ମ୍ୟାନେଜର ଚକ୍ରଧର ପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରିଥିଲେ। श्री गुरुभ्यो नमः। हरि ओम। भद्रं पश्ये वासुमित्रा भद्रं पश्ये विश्वामित्रा अति प्रजाप्य परिवार सनायन मात्रेण मधुमहि। ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ କ୍ଷେତ୍ରରେ ଦେବର୍ଷି ଶିକ୍ଷା ନିକେତନର ଭୂମିକାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନଙ୍କୁ ସଂସ୍କାର ପଥରେ ଯାତ୍ରୀ କରାଇବାରେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିବା ସହ ଦେବର୍ଷି ଶିକ୍ଷା ନିକେତନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଭାଗବତ ଚନ୍ଦ୍ର ପାତ୍ର ଏଥିରେ ଉପସ୍ଥିତ ରହି ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ଦିନରେ ମଧ୍ୟ ଦେବର୍ଷି ଶିକ୍ଷା ନିକେତନରେ ଏହି ଧାରା ବଜାୟ ରହିବ ବୋଲି ଶ୍ରୀଯୁକ୍ତ ପାତ୍ର ଆଶା ପ୍ରକାଶ କରିଥିଲେ। ସଫଳତା ହେଇଛି, ନିଶ୍ଚିତ ସଫଳତା ହେଇଛି। ପ୍ରଥମେ 9 ଜଣ ପିଲାକୁ ନେଇକି ଆରମ୍ଭ କରିଥିଲେ। ବର୍ତ୍ତମାନ 300 ପିଲା ଥିଲେ, ଏ କୋଭିଡ ପାଇଁ ସବୁ ପଳେଇଲେ। 100 ପିଲା 100-150 ପିଲା ପଳେଇଲେ। ବର୍ତ୍ତମାନ 200 ଉପରେ ପିଲା ଅଛନ୍ତି। ସବୁ ତ ଗୋଟେ ବର୍ଷ ଯେ ଆମ ସ୍କୁଲ ଡେଭଲପମେଣ୍ଟ କେମିତି ହେବ, ଯେ ପିଲାମାନେ ପାଠରେ କେମିତି ଆଗେଇବେ, ସେଇଟା ବଡ଼ ଜିନିଷ। ଆମର ଗୁଣାତ୍ମକ ଶିକ୍ଷା ନିହାତି ଦରକାର, ଆଉ କିଛି ଦରକାର ନାହିଁ। କାରଣ ଆମେ ଚାକଚକ୍ୟ ଦେଇପାରିବାନି, କାରଣ ମୁଁ ଗୋଟେ ଗରିବ ଘରର ପିଲା, ତେଣୁ ଚାକଚକ୍ୟ ଦେଇପାରିବି ନାହିଁ। କିନ୍ତୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ମୁଁ ଚେଷ୍ଟା କରିବି। କାହିଁକିନା ସାଇନ୍ସ ଏକ୍ଜିବିସନରେ ଆମର ମାନେ ଇଷ୍ଟର୍ଣ୍ଣ ଜୋନ୍ କାଲକାଟା ସେଠିକି ଯାଇଛି ସାଇନ୍ସ ଏକ୍ଜିବିସନରେ। ଆଉ ଆପଣଙ୍କର ଜିକେ କମ୍ପିଟିସନରେ ଆମର ପୋଲିସନରେ ହେଲା, ଆମ ପିଲା ଫାଷ୍ଟ ହେଇଥିଲେ। ତେଣୁ ଆମ ପିଲା ସବୁ ପାଇଁ ହେଉଛି। ଆପଣ ପଠାଣି ସାମନ୍ତରେ ପିଲାମାନେ ପାଉଛନ୍ତି, କ୍ଲାସ୍ 3ର ସ୍କଲାରସିପ୍ ପାଉଛନ୍ତି, କ୍ଲାସ୍ 5ର ସ୍କଲାରସିପ୍ ପାଉଛନ୍ତି, ପଠାଣି ସାମନ୍ତରେ ପାଉଛନ୍ତି, NRTSରେ ପାଉଛନ୍ତି, ସବୁବେଳେ ସ୍କଲାରସିପ୍ ପାଉଛନ୍ତି ସେମାନେ ଆମ ପିଲାମାନେ। କିଛି ଅସୁବିଧା ନାହିଁ। ଶିକ୍ଷୟିତ୍ରୀ ନିବେଦିତା ଦେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ସଂଯୋଜକ ଡକ୍ଟର ମାନସ ରଞ୍ଜନ ପାତ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିବାରେ ସକ୍ରିୟ ସହଯୋଗ କରିଥିଲେ। ଆମର ଆଜି 25ତମ ପ୍ରତିଷ୍ଠା ଦିବସ। ଆମ ବିଦ୍ୟାଳୟର 25ତମ ପ୍ରତିଷ୍ଠା ଦିବସ। ପ୍ରତ୍ୟେକ ବର୍ଷ ଆମେ ଏଇ ଏପ୍ରିଲ 14 ତାରିଖ, ଯେଉଁଦିନ କି ଆମର ଓଡ଼ିଆ ନବବର୍ଷର ପ୍ରଥମ ଦିନ ଏଇଟା, ସେଇଦିନ ଆମର ବିଦ୍ୟାଳୟ ପ୍ରତିଷ୍ଠା ହେଇଥିଲା। ତେଣୁ ଏଇ 24 ବର୍ଷର ଅତିକ୍ରମ କରିକି ଆଜି 25ତମରେ ପଦାର୍ପଣ କରିଛି। ଏଇ 25 ବର୍ଷ ଭିତରେ ଆମେ ପାଖାପାଖି 5000 ପିଲାଙ୍କୁ ଆମେ ଶିକ୍ଷାଦାନ ଦେଇଛୁ। ଏବଂ ଏଥିରେ 10 ବର୍ଷ ଧରିକି 10ମ ଶ୍ରେଣୀରେ ଆମ ନିଜ ଅଧୀନରେ ପିଲାମାନେ ପରୀକ୍ଷା ଦେଉଛନ୍ତି ଏବଂ ପ୍ରତ୍ୟେକ ବର୍ଷ 90% ଉପରକୁ ପିଲାମାନେ ମାର୍କ ରଖନ୍ତି ଏବଂ ସଫଳତା ଆମେ ଏତେ ପର୍ଯ୍ୟନ୍ତ କୌଣସି ପିଲା ଫେଲ୍ ହେଇନାହାନ୍ତି। ତେଣୁ ଆମର ଏଇଟା ଗୋଟେ ଗର୍ବ। ଏବଂ ଯେଉଁ ସରକାର ସ୍ତରୀୟ କ୍ଲାସ୍ 3, କ୍ଲାସ୍ 5 ସ୍କଲାରସିପ୍ ପିଲାମାନେ ପାଉଛନ୍ତି ବିଦ୍ୟାଳୟରେ। ଏବଂ ପଠାଣି ସାମନ୍ତ, NRTS ଏବଂ ଉତ୍କଳ ପରିଷଦ ଅଣ୍ଡରରେ ଯେଉଁ ଆମେ ରହିଛୁ, ତା'ର ମଧ୍ୟ ଯେଉଁ ମେଧାବୃତ୍ତି ପରୀକ୍ଷା ଅଛି, ସେଥିରେ ମଧ୍ୟ ସେମାନେ କୃତିତ୍ୱ ଅର୍ଜନ କରୁଛନ୍ତି। ଆମ ବିଦ୍ୟାଳୟକୁ ଆମେ ଆଗକୁ ବଢ଼ିବା ପାଇଁ ଆମେ ଚେଷ୍ଟା ଚାଲିଛୁ। ସମସ୍ତଙ୍କର ଆଶୀର୍ବାଦ ଆମେ ଭିକ୍ଷା କରୁଛୁ। ଆମେ ଏଠି ପିଲାମାନଙ୍କୁ ସଂସ୍କାର ଶିକ୍ଷା ସହିତ ଆଧ୍ୟାତ୍ମିକ ଚେତନା ଏବଂ ବିଭିନ୍ନ ପ୍ରକାର ଯେମିତି ସ୍ୱାବଲମ୍ବୀ ହୋଇପାରିବେ ସେଭଳି ଜ୍ଞାନ ମଧ୍ୟ ଆମେ ଦେଉଛୁ। ଖେଳ, ଯୋଗ ଏବଂ ଆମର ବିଭିନ୍ନ ଯେଉଁ ଶିକ୍ଷା ସମ୍ବନ୍ଧୀୟ ଯେଉଁ ବିଷୟବସ୍ତୁ ଗୁଡ଼ିକୁ ଆମେ ଅଧ୍ୟୟନ କରାଉଛେ। ଏଥିସହିତ
ଆଗରୁ ମଧ୍ୟ ରହୁଥିଲା ଆମର ନାଚ ଗୀତ ମଧ୍ୟ ରହୁଥିଲା। ଏବେ ମଧ୍ୟ ଆମେ ପୁଣି ନାଚ ଗୀତର କାର୍ଯ୍ୟକ୍ରମ ଆମେ ଆରମ୍ଭ କରୁଛୁ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଏବଂ ଯାହା କିଛି ସରକାରଙ୍କର ନିର୍ଦ୍ଦେଶ କ୍ରମେ ଆମେ ପାଳନ କରି ଚାଲିଛୁ। ଶେଷରେ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗୌରାଙ୍ଗ ଚନ୍ଦ୍ର ରାଉତ, ଅନନ୍ତ ପରିଡ଼ା, ଯୁଗ୍ନେଶ୍ୱର କବି, ରବୀନ୍ଦ୍ର ଭୋଇ, ଅମିତା ପ୍ରଧାନ, ସୁନୀତି ନାୟକ, ଚିନ୍ମୟୀ ପାତ୍ର, ରୀତା ଦାସ, ରାଜଶ୍ରୀ ସ୍ୱାଇଁ, ଦ୍ରୌପଦୀ ବେହେରା, ପୁଷ୍ପା ମଞ୍ଜରୀ ଜେନା, ଶୁଭଲକ୍ଷ୍ମୀ ଦାସ ପ୍ରମୁଖ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଭିଭାବକ ଏହି ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ।